ଭାରତୀୟ କ୍ରିକେଟ ଦଳ ଗତ କିଛି ବର୍ଷ ମଧ୍ୟରେ ଭଲ ପ୍ରଦର୍ଶନ କରିଛି। ଟିମ୍ ଇଣ୍ଡିଆ ପ୍ରତ୍ୟେକ ଫର୍ମାଟରେ ସନ୍ତୁଳିତ ଏବଂ ଶକ୍ତିଶାଳୀ ଦେଖାଯାଏ। ସେ ବ୍ୟାଟିଂ ହେଉ, ବୋଲିଂ ହେଉ କିମ୍ବା ୱିକେଟ୍ କିପିଂ, ଦଳର ଅନେକ ବିକଳ୍ପ ଅଛି। ତଥାପି ଏସବୁ ସତ୍ତ୍ୱେ ଗୋଟିଏ ଭାବ ଅଛି ଯାହା ଦଳ ଅନୁଭବ କରୁଛି ଏବଂ ତାହା ହେଉଛି ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନ୍। ଦଳ ପରିଚାଳନା ବର୍ତ୍ତମାନ ଖୁସି ଯେ ଗତ ଏକ ବର୍ଷ ମଧ୍ୟରେ ଭାରତକୁ ବାମହାତୀ ବ୍ୟାଟ୍ସମ୍ୟାନ୍ମାନେ ପାଇଛନ୍ତି, ଯେଉଁ କାରଣରୁ ବ୍ୟାଟିଂରେ ଡାହାଣ ହାତୀ ବ୍ୟାଟ୍ସମ୍ୟାନ୍ମାନଙ୍କ ଏକ ଭଲ ମିଶ୍ରଣ ଗଠନ ହୋଇଛି। ଭାରତ ଆଫଗାନିସ୍ତାନ ଟି-20 ମ୍ୟାଚ୍ରେ ଗୋଟିଏ ଦିନ ପୂର୍ବରୁ କୋଚ୍ ରାହୁଲ ଦ୍ରାବିଡ଼ ମଧ୍ୟ ସ୍ୱୀକାର କରିଛନ୍ତି ଯେ ବାମହାତୀ ବ୍ୟାଟ୍ସମ୍ୟାନ୍ ଆଗମନ ଦଳ ପାଇଁ ଏକ ଭଲ କଥା। ସାମ୍ବାଦିକ ସମ୍ମିଳନୀରେ ଦ୍ରାବିଡ଼ ରିଙ୍କୁ ସିଂ ବହୁତ ପ୍ରଶଂସା କରିଥିଲେ ଯେ ଯଶସ୍ୱୀ ଜୟସ୍ୱାଲ ଏବଂ ତିଲକ ବର୍ମାଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ରାହୁଲ ଦ୍ରାବିଡ଼ କହିଛନ୍ତି ରିଙ୍କୁ ସିଂ ଫିନିଶର ଭୂମିକାରେ ଭଲ ଅଭିନୟ କରିଛନ୍ତି। ଭାରତ ଆଫଗାନିସ୍ତାନ ସିରିଜ୍ ସେମାନଙ୍କୁ ଆହୁରି ଉନ୍ନତ କରିବାରେ ସାହାଯ୍ୟ କରିବ। ରିଙ୍କୁ ସିଂ ବାମହାତୀ ବ୍ୟାଟ୍ସମ୍ୟାନ୍ ହୋଇଥିବାରୁ ଦଳ ମଧ୍ୟ ଉପକୃତ ହେଉଛି କାରଣ ଏହା ଡାହାଣ ହାତୀ ବ୍ୟାଟ୍ସମ୍ୟାନ୍ ମିଶ୍ରଣ ସୃଷ୍ଟି କରେ। ରାହୁଲ ଦ୍ରାବିଡ଼ କହିଛନ୍ତି ଯେ ତାଙ୍କ ଦଳର ବାମହାତୀ ବ୍ୟାଟ୍ସମ୍ୟାନ୍ ଫଲଫୁଲ୍। ତଥାପି ଯେତେବେଳେ ଖେଳାଳିମାନଙ୍କୁ ମନୋନୀତ କରାଯାଏ, କାର୍ଯ୍ୟଦକ୍ଷତା ପ୍ରଥମେ ବିବେଚନା କରାଯାଏ। ଟିମ୍ ଇଣ୍ଡିଆ ବର୍ତ୍ତମାନ ରିଙ୍କୁ ସିଂ, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା ବ୍ୟତୀତ ଇଶାନ କିଶନଙ୍କ ରୂପରେ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ରିଷଭ ପନ୍ତ ମଧ୍ୟ ଆଘାତରୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି।